ଆଜିର ସାଇ ସନ୍ଦେଶ। ମୋ କଥା ମନେ ରଖ, ମଣିଷର ଗୋଟେ ଭୁଲର ତାର ଭାଗ୍ୟ ପରୀକ୍ଷା କରାଯାଏ ନାହିଁ କି ଭଗବାନ ଆମ ଉପରେ ରାଗନ୍ତି ନାହିଁ। ସେହିଭଳି ବାରମ୍ବାର ଭୁଲ କରିବା ଦ୍ୱାରା ମଣିଷ କ୍ଷମା ମାଗିଥାଏ, ଆଉ ଗୋଟେ ପରେ ଗୋଟେ ଶିକ୍ଷା ମଧ୍ୟ ପାଇଥାଏ। ଲୋଭ ମୋହ ମାୟାରେ ପଡ଼ି ମଣିଷ ପୁଣି ଭୁଲ କରି ବସେ। ଏ ଦୁନିଆରେ ଯାହା ବି କିଛି ଘଟଣା ଦୁର୍ଘଟଣା ଘଟେ, ତାହା ତମ ଇଚ୍ଛାରେ ହୁଏ ନାହିଁ, ତାହା ଈଶ୍ୱରଙ୍କ ଇଚ୍ଛାରେ ହୁଏ। ନିଜକୁ ଯଦି ବଦଳାଇବା ପାଇଁ ଚାହୁଁଛ, ତାହେଲେ ହୃଦୟରୁ ଚେଷ୍ଟା କର। ଭୁଲ ତ ସମସ୍ତେ ବି କରନ୍ତି, ଆଉ ତମେ ସେ ଭୁଲର ପୁନରାବୃତ୍ତି କର ନାହିଁ। ଜାଣି ଶୁଣି ଭୁଲ କଲେ ତମର କ୍ଷତି ହେବ। ନିଜର ଭୁଲ ପାଇଁ ନିଜେ ଅନୁତାପ କର। ଦେଖିବ ତମର ଆତ୍ମା ତମକୁ ଦଣ୍ଡ ଦେବ। ତା ପାଇଁ ତମେ ଭଗବାନଙ୍କୁ ବା ନିଜ ଭାଗ୍ୟକୁ ଦୋଷ ଦେବ ନାହିଁ। ଖରାପ ସମୟ ଆସିଛି, ତମକୁ ଶିକ୍ଷା ଦେଇ ଚାଲିଯିବ। ଏ ସଂସାରକୁ ଆମେ ସମସ୍ତେ ଆସିଛେ ଭଲ କାମ କରିବା, ନିଜର ନୂଆ ପରିଚୟ ତିଆରି କରିବା ପାଇଁ, ନୂଆ ଶିକ୍ଷା ଗ୍ରହଣ କରିବା ପାଇଁ। ଆଉ ଯିଏ ଏମିତି କରିନାହାନ୍ତି, ସେମାନେ ତାଙ୍କ ଜୀବନକୁ ବୃଥାରେ ନଷ୍ଟ କରିଛନ୍ତି। ମଣିଷର ମୃତ୍ୟୁ ଦୁଇ ପ୍ରକାରର ହୋଇଥାଏ। ପ୍ରଥମ, ମଣିଷର ହୃଦୟର ବନ୍ଦ ହେଇଥାଏ, ରକ୍ତ ସଞ୍ଚାଳନ ବନ୍ଦ ହୁଏ, ଗୋଡ଼ ହାତ ଚାଲେନି, ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହେଇଯାଇଥାଏ। ଦ୍ୱିତୀୟ ମୃତ୍ୟୁ, ଯେତେବେଳେ ମଣିଷ ହୃଦୟରୁ ଭାଙ୍ଗିଯାଏ, ତାର ଆଶା ବିଶ୍ୱାସ ହରେଇ ବସେ, ଆଉ ତା ମନରେ ବସେଇ ଦିଏ ଯେ ସେ ଭଗବାନଙ୍କ ପାଖରେ ହାରିଯାଇଛି, ଏ ଦୁନିଆ ସାମ୍ନାରେ ହାରିଯାଇଛି। ନା ତା ପାଖରେ ଲଢ଼ିବା ପାଇଁ ଶକ୍ତି ଆଉ ସାହସ ଅଛି। ସେହି ମଣିଷ ଜିଇ ଥାଉ ଥାଉ ମରିଯାଇଥାଏ। ଯଦି ଆମକୁ ଭଗବାନ ସୃଷ୍ଟି କରିଛନ୍ତି, ତାହେଲେ ସବୁ ସମସ୍ୟାର ସମାଧାନ ସେ ଆଗରୁ ପ୍ରସ୍ତୁତ କରି ମଧ୍ୟ ରଖିଛନ୍ତି। ସମୟ ଆସିଲେ ଆମେ ସବୁ ତାର ନିକଟତର ହେବା। କୌଣସି ଖରାପ ପରିସ୍ଥିତିରେ ଆମେ ବ୍ୟତିବ୍ୟସ୍ତ ହୋଇ ଭୁଲ ନିଷ୍ପତ୍ତି ନେବା ନାହିଁ। ଯିଏ ତମକୁ ବନେଇଛି, ତାକୁ ତମେ ଏତେ ଦୁର୍ବଳ ଭାବନି। ସେ ତମର ସମସ୍ୟା ମଧ୍ୟ ବନେଇଛି, ତମ ଜୀବନର ଦୁଃଖ ମଧ୍ୟ ସିଏ ହିଁ ବନେଇଛି। ତ କେମିତି ଭାବୁଛ ଯେ ସେ ତମ ପାଇଁ ସମାଧାନ ବନେଇବନି? ତମ ନିଜ ସମସ୍ୟାକୁ ତମେ ତା ପାଦ ତଳେ ସମର୍ପଣ କର। ଦେଖିବ ସବୁକିଛି ଆପେ ଆପେ ଠିକ୍ ହେଇଯିବ।